ପ୍ରାୟତଃ କୁହନ୍ତି ମରିବା ପରେ ପଇସା ସାଙ୍ଗରେ ଯାଏନି, କିନ୍ତୁ ଲୋକ ଭୁଲି ଯାଆନ୍ତି ବିନା ପଇସାରେ ଏଠି ଶୁଦ୍ଧିକ୍ରିୟା ବି ହୁଏନି। ଏବେ କେହି ଧୋକା ଦେଲେ କଷ୍ଟ ହେଉଛି, କାହିଁକି ନା ତୁମ ପାଖରେ ସେ ବିଷୟରେ ଭାବିବାକୁ ସମୟ ଅଛି। ଯଦି ତୁମେ ବହୁତ ସାରା ଟଙ୍କା ରୋଜଗାର କରିଥାନ୍ତ, ତେବେ ତୁମେ ଏତେ ବ୍ୟସ୍ତ ଥାନ୍ତ କି ବେକାର ଲୋକଙ୍କ ଧୋକା ବି ତୁମକୁ ବେକାର ଭଳି ଲାଗିଥାନ୍ତା। ଯଦି ପାରୁଛ ନିଜର ଔକାତ ବନେଇ ନିଅ, ନହେଲେ ଲୋକମାନେ ତୁମକୁ ଔକାତ ଦେଖେଇଦେବେ। ତୁମେ କେତେ ବି ଭଲ ମଣିଷ ହୋଇଯାଅ, କେତେ ବି ସମ୍ପର୍କକୁ ଭଲରେ ପାଳନ କର, ଏ ସ୍ୱାର୍ଥପର ସମ୍ପର୍କ ସ୍ୱାର୍ଥ ପୂରା ହେବା ପରେ ତୁମକୁ ନିଜଠାରୁ ଅଲଗା କରିଦେବ। କିନ୍ତୁ ଯଦି ତୁମେ କିଛି ବଡ଼ କରିକି ଦେଖେଇଦେଲ, ତେବେ ତୁମେ ତାଙ୍କ ପ୍ରତି କେତେ ବି ଭୁଲ କରିଥାଅ, ସମସ୍ତେ ତୁମର ପ୍ରଶଂସା କରିବେ, କାହାକୁ ତୁମର ଭୁଲ ଦେଖାଯିବ ନାହିଁ। ଏହା ହିଁ ତ ବାସ୍ତବତା। ଏଠି ଲୋକେ କଥା କଥାରେ ତୁମର ଅବସ୍ଥା ବିଷୟରେ ପଚାରି ନିଅନ୍ତି, କେତେ ରୋଜଗାର କରୁଛ ପଚାରି ତୁମର ଔକାତ ପଚାରି ନିଅନ୍ତି। ସେଥିପାଇଁ ନିଜକୁ ଏପରି ଗଢ଼ିଦିଅ କି ସାମ୍ନାବାଲା ତୁମକୁ ଔକାତ ପଚାରିବା ଆଗରୁ ତାକୁ ନିଜର ଔକାତ ଦେଖାଯିବ। ଯେତେବେଳେ ତୁମେ ଜୀବନରେ ଆଗକୁ ବଢ଼ିବାକୁ ଚେଷ୍ଟା କରିବ, ପଇସା ରୋଜଗାର କରିବାକୁ ଚେଷ୍ଟା କରିବ, ଧନୀ ହେବା ପାଇଁ ଚେଷ୍ଟା କରିବ, ସେତେବେଳେ ଲୋକମାନେ ଏହା ନିଶ୍ଚୟ କହିବେ କି ଟଙ୍କା ପଇସା ହିଁ ସବୁ କିଛି ହୋଇନଥାଏ। ସେତେବେଳେ ତାଙ୍କୁ ଏହା ନିଶ୍ଚୟ ବୁଝେଇ କହିବ କି ମାନୁଛି ଟଙ୍କା ପଇସା ସବୁ କିଛି ନୁହେଁ, କିନ୍ତୁ ଏହି ଟଙ୍କା ପଇସା ବିନା ବି କିଛି ବି ହୁଏ ନା। ଆଉ ସବୁଠୁ ବଡ଼ କଥା, କହୁଥିବା ଲୋକ ବି ନିଜେ ରୋଜଗାର କରି ଅନ୍ୟକୁ ରୋଜଗାର ନ କରିବାର ଉପଦେଶ ଦିଏ। ଯେଉଁ ଜ୍ଞାନୀ ବାବାମାନେ ଏହା ମୋହମାୟା କହୁଛନ୍ତି, ବିଶ୍ୱାସ କର, ବିନା ପଇସାରେ ତାଙ୍କ ଆଶ୍ରମ କିଛି ବି ନୁହେଁ। ମନେ ରଖ, ପକେଟରେ ପଇସା ଥିଲେ ମାନ, ସମ୍ମାନ, ଇଜ୍ଜତ ସବୁ ଅଛି। ଆଉ ଯଦି ପକେଟ ଖାଲି, ତେବେ ଅସମ୍ମାନ ଆଉ ବେଇଜ୍ଜତ ଅଛି। ସେଥିପାଇଁ ଶୁଣ, କିଏ କ'ଣ କହୁଛି ତାକୁ ଧ୍ୟାନ ଦିଅ ନାହିଁ, କାରଣ ଏହା ତ ପୁରୁଣା ଅଭ୍ୟାସ। କେହି ଉପରକୁ ଉଠିବାକୁ ଚେଷ୍ଟା କଲେ ଲୋକେ ଏଠି କଥା ଛଳରେ ଗୋଡ଼ ଟାଣିବାକୁ ଚେଷ୍ଟା କରିବେ। ଯଦି କିଛି କରିବାର ଅଛି, ଯଦି କିଛି ପାଇବାର ଅଛି, ତେବେ ଶୁଣିବା ଆଉ ଅନ୍ୟକୁ ଶୁଣେଇବା ସମ୍ପୂର୍ଣ୍ଣ କମ୍ କରିଦିଅ। ଯାହା କରିବା କଥା ଚୁପଚାପ କରିଚାଲ। ଯେବେ ତୁମେ କିଛି ପାଇଯିବ, ତୁମ ସଫଳତା ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିବ। ଭଲ ମଣିଷ ହେବାକୁ କିଏ ମନା କରୁଛି? ମୁଁ ତ କେବଳ ଏତିକି କହୁଛି, ଭଲ ହୁଅ, କିନ୍ତୁ ଚାଲାକ ବି ହୁଅ। ଅନ୍ୟକୁ ସାହାଯ୍ୟ କରିବା ଭୁଲ ନୁହେଁ, କିନ୍ତୁ ପ୍ରଥମେ ନିଜ ଗୋଡ଼କୁ ମଜବୁତ କର, ତାପରେ କାହାର ସାହାରା ହୁଅ। ଦୁନିଆରେ ହଜାର ବାଟ ଥାଏ, କିନ୍ତୁ ଆମକୁ ସବୁବେଳେ ସହଜ ବାଟଟି ଆଗ ଦେଖାଯାଏ, କାରଣ ଆମେ ଆମର ମନକୁ ସେହିପରି ଅଭ୍ୟସ୍ତ କରିସାରିଲେଣି। ମନକୁ ସଂଘର୍ଷର ଅଭ୍ୟସ୍ତ କରାଅ, ମନକୁ ପରିଶ୍ରମ କରେଇବାର ଅଭ୍ୟସ୍ତ କରାଅ। ଦେଖିବ ସବୁ କାମ ସହଜ ଲାଗିବ, ଯେକୌଣସି ବି ସ୍ୱପ୍ନ ତୁମର ସତ ହେବ। ଯଦି ତାଙ୍କ କଥା ବାରମ୍ବାର ମନେ ପଡ଼ୁଛି କିନ୍ତୁ ସିଏ ଇଗ୍ନୋର କରୁଛି, ତେବେ ଏତିକି କାମ ତ ନିଶ୍ଚୟ କର। ତୁମେ ତାଙ୍କ ସହିତ କଥା ହେବା କିଛି ଦିନ ପାଇଁ ବନ୍ଦ କରିଦିଅ। ଯଦି ତୁମକୁ ସତରେ ଭଲ ପାଉଥିବେ, ତେବେ ସିଏ ନିଶ୍ଚୟ କଥା ହେବେ। ସଚ୍ଚା ଭଲ ପାଇବା କୁଆଡ଼େ ଛାଡ଼ିକି ଯାଏନି, ସିଏ ତ ଛାଇ ପରି ସାଥିରେ ରୁହେ, କିନ୍ତୁ ଯିଏ ଚାଲିଯାଏ ସିଏ ପ୍ରେମର ମୂଲ୍ୟ ହିଁ ଜାଣିନଥାଏ। ତାକୁ କାହାର ଭଙ୍ଗା ହୃଦୟରେ କିଛି ଫରକ ପଡ଼େନା। ଆଉ ଯାହାକୁ କାହାର ଦୁଃଖ କି ଭାଙ୍ଗି ଯାଉଥିବା ହୃଦୟକୁ ଦେଖି ବି ଫରକ ପଡ଼ୁନି, ସିଏ ତୁମକୁ ସାରା ଜୀବନ କେମିତି ଭଲ ପାଇପାରିବ? ସଫଳତା ହିଁ ସର୍ବଶ୍ରେଷ୍ଠ ପ୍ରତିଶୋଧ ହୋଇଥାଏ। ନିଜକୁ ଏତେ ଯୋଗ୍ୟ କରିଦିଅ କି ତୁମେ ଅନ୍ୟ କାହା ପଛରେ ନୁହେଁ, ବରଂ ଅନ୍ୟମାନେ ତୁମ ପଛରେ ପାଗଳ ହେବେ। ତୁମକୁ ପାଇବା ପାଇଁ ପ୍ରାର୍ଥନା କରିବେ, ତୁମ ଭଳି ହେବା ପାଇଁ ସ୍ୱପ୍ନ ଦେଖିବେ। ଆଜିର ଦୁନିଆରେ ଏଠି କେହି କାହାର ବି ନୁହେଁ। ସ୍ୱାର୍ଥ ଯେଉଁଠି, ସମ୍ପର୍କ ସେଇଠି। ସ୍ୱାର୍ଥ ଶେଷ, ସମ୍ପର୍କ ବି ଶେଷ। କର୍ମ ଛୋଟ କି ବଡ଼ ତାହା ଦେଖ ନାହିଁ, କେବଳ କର୍ମ କରିଚାଲ। ଯେବେ ସଫଳତା ହାସଲ କରିନେବ, ସମ୍ମାନ ଆପେ ଆପେ ମିଳିଯିବ। ଉପହାସକୁ ଡରି ନିଜର ଲକ୍ଷ୍ୟ ବଦଳାନ୍ତୁ ନାହିଁ। ଥରେ ଲକ୍ଷ୍ୟ ହାସଲ କରିବା ପରେ ଉପହାସ କରୁଥିବା ଲୋକଙ୍କର ମତ ବଦଳି ଯାଇଥାଏ। କେହି ତୁମକୁ ବୁଝିପାରୁନାହିଁ, ଏଥିରେ ତୁମର କିଛି ଭୁଲ ନାହିଁ। ଏବେ ତୁମେ ସେହି ଯୋଗ୍ୟର ହିଁ ନୁହେଁ କି କେହି ତୁମକୁ ଶୁଣିବାକୁ ଚାହିଁବ, ତୁମକୁ ବୁଝିବାକୁ ଚାହିଁବ। ଥରେ ନିଜକୁ ଯୋଗ୍ୟ କରିକି ଦେଖ, ଲୋକେ ତୁମକୁ କେବଳ ବୁଝିବେନି, ତୁମର ପଦେ କଥା ଶୁଣିବାକୁ ଲୋକ ତରସି ଯିବେ।
ଦୁଃଖ ଦେବା ଲୋକ ଅନେକ ମିଳିଯିବେ, କିନ୍ତୁ ଦୁଃଖକୁ ବୁଝୁଥିବା ଲୋକ କେବଳ ଭାଗ୍ୟବାନ ଲୋକଙ୍କୁ ହିଁ ମିଳନ୍ତି। ଆଉ ଭାଗ୍ୟବାନ ସିଏ ହୋଇଥାନ୍ତି ଯିଏ ନିଜର କର୍ମକୁ ଶ୍ରେଷ୍ଠ ମାନନ୍ତି, ଭାଗ୍ୟକୁ ନୁହେଁ। ମନେ ରଖ, ଭାଗ୍ୟ ତାର ବି ଥାଏ ଯାହାର ହାତ ନଥାଏ। ତେବେ ବିନା ହାତ ରେଖାରେ ଭାଗ୍ୟ କେଉଁଠୁ ଆସିଲା? ପ୍ରକୃତ କଥା ହେଉଛି କର୍ମ ଭାଗ୍ୟ ବନାଇଥାଏ, ଭାଗ୍ୟ କର୍ମ ନୁହେଁ। ଭାଗ୍ୟରୁ ଜନ୍ମ ଆଉ ମୃତ୍ୟୁ ମିଳିଥାଏ, କିନ୍ତୁ କର୍ମରୁ ସୌଭାଗ୍ୟ ମିଳିଥାଏ। କାହା ପାଖରେ ଯୁକ୍ତି କରି ନିଜକୁ ଠିକ୍ ପ୍ରମାଣିତ କରିବା ଅପେକ୍ଷା ନୀରବ ରହି କର୍ମ କରିବା ଉଚିତ। ଦିନ ଆସିବ ସେମାନେ ଭୁଲ ପ୍ରମାଣିତ ହେବେ ଯେଉଁମାନେ କେବେ ତୁମକୁ ଭୁଲ କହୁଥିଲେ। ଆଜିଠାରୁ ସମୟର ଠିକ୍ ବିନିଯୋଗ କର। ତୁମେ ତୁମର ସମୟକୁ ବଦଳାଇ ପାରିବ ନାହିଁ, କିନ୍ତୁ ଯଦି ଆଜିଠାରୁ ନିଜର ଅଭ୍ୟାସକୁ ବଦଳାଇ ଦେଲ, ତେବେ ତୁମ ଅଭ୍ୟାସ ଦିନେ ତୁମ ସମୟକୁ ବଦଳାଇ ଦେବ। ମୋବାଇଲରେ ସମୟ ନଷ୍ଟ କରୁଛ କି ସାଙ୍ଗସାଥୀମାନଙ୍କ ମଧ୍ୟରେ ଖଟି କରି ନିଜର ବହୁମୂଲ୍ୟ ସମୟ ନଷ୍ଟ କରୁଛ, କିମ୍ବା ଘରେ ଅଳସୁଆ ପରି ପଡ଼ି ପଡ଼ି କଳି ଝଗଡ଼ା କରି ସମୟକୁ ନଷ୍ଟ କରୁଛ? କେବଳ ତୁମର ବର୍ତ୍ତମାନ ଆଉ ଭବିଷ୍ୟତ ନଷ୍ଟ ପାଇଁ କେବଳ ତୁମେ ହିଁ ଦାୟୀ ରହିବ। ଏବେ ହିଁ ଗୋଟିଏ ଶପଥ ନିଅ, ମୁଁ ନିଜକୁ ଯୋଗ୍ୟ କରିବି। ସମସ୍ତଙ୍କୁ ଭୁଲ ପ୍ରମାଣ କରିକି ଦେଖେଇଦେବି। ମୁଁ ଯୋଗ୍ୟ ହେବି, ମୁଁ ନିଶ୍ଚୟ ଯୋଗ୍ୟ ହେବି। ମନୁଷ୍ୟ ସେତେବେଳେ ହଜେ ନାହିଁ ଯେତେବେଳେ ସେ ଭିଡ଼ ଭିତରେ ଥାଏ, ସେତେବେଳେ ହଜିଥାଏ ଯେତେବେଳେ ସେ ଏକା ହୋଇଯାଇଥାଏ। ନିଜକୁ ସୁନାମୁଦ୍ରା କରି ଗଢ଼ି ତୋଳନ୍ତୁ। ଯିଏ ନାଳରେ ପଡ଼ିଲେ ମଧ୍ୟ ତାର ମୂଲ୍ୟ କମ୍ ହୁଏ ନାହିଁ। ଖୁସି ମାଗିଲେ ମିଳେନି, ସମୟ ଆସିଲେ ଖୁସି ଆପେ ଆପେ ତୁମ ପାଖକୁ ଆସିବ। କିନ୍ତୁ ଏ କଥା ମଣିଷ ବୁଝିକି ବି ଅବୁଝା ହୁଏ। ମିଛ ମରିଚିକା ପଛରେ ଧାଇଁ କଷ୍ଟକୁ ନିଜ ଆଡ଼କୁ ଟାଣି ଆଣେ। ଈଶ୍ୱର ଅନ୍ୟକୁ କ'ଣ ଦେଇଛନ୍ତି ଏହି କଥା ଦେଖି ମଣିଷ ସବୁବେଳେ ଈର୍ଷାରେ ଜଳୁଥାଏ, କିନ୍ତୁ ଈଶ୍ୱର ଆମକୁ କ'ଣ ଦେଇଛନ୍ତି ଏହା ଦେଖିବାକୁ ଆମ ପାଖରେ ନିଜ ପାଇଁ ସମୟ ନଥାଏ। ଆଜିର ମଣିଷର ଚିନ୍ତାଧାରା ଏମିତି ହୋଇଯାଇଛି, ନିଜ ଉପରେ ବିପଦ ପଡ଼ିଲେ କହିବେ, ହେ ଭଗବାନ, ମୋତେ କାହିଁକି ଏତେ କଷ୍ଟ ଦେଉଛ? ଆଉ ଅନ୍ୟ ଉପରେ ପଡ଼ିଲେ କହିବେ, ଏହା ହେଉଛି କର୍ମର ଫଳ। ଡାଳରେ ବସିଥିବା ଚଢ଼େଇ କେବେ ବି ଡାଳ ଭାଙ୍ଗିଯିବାର ଭୟ କରେନି, କାରଣ ତାର ବିଶ୍ୱାସ ଡାଳ ଉପରେ ନୁହେଁ, ନିଜ ଡେଣାରେ ଥାଏ। ସେହିପରି ମଣିଷକୁ ନିଜ ଉପରେ ବିଶ୍ୱାସ ରଖିବା ଉଚିତ। କିଛି ଲୋକଙ୍କୁ ଯେତେ ଆପଣାର କରି ରଖିଲେ ସୁଦ୍ଧା ସମୟ ଆସିଲେ ସେମାନେ ଆପେ ଆପେ ପର ହୋଇଯାଆନ୍ତି। ଯଦି ଆପଣମାନଙ୍କୁ ଏହି ଭିଡ଼ିଓଟି ଭଲ ଲାଗିଛି, ତେବେ ଲାଇକ୍, ସେୟାର ଏବଂ କମେଣ୍ଟ କରନ୍ତୁ। ଏହିଭଳି ମୋଟିଭେଶନାଲ ଭିଡ଼ିଓ ଦେଖିବା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ। ରହୁଛି, ନମସ୍କାର।